ITI ର ଆଡମିଟ୍ କାର୍ଡ ଏବେ ଆସିଯାଇଛି 2025 ର। ଆପଣ ଡାଉନଲୋଡ୍ କରିବାକୁ ହେଲେ ସ୍କିଲ୍ ଇଣ୍ଡିଆ ଡିଜିଟାଲ ହବ୍ ସାଇଟ୍କୁ ଯିବେ ହେରି। ଏଠି କଲା ପରେ ଆପଣଙ୍କୁ ସ୍କିଲ୍ ଇଣ୍ଡିଆ ଉପରେ କ୍ଲିକ୍ କରିବାକୁ ପଡ଼ିବ। ପ୍ରଥମ ସାଇଟ୍ ଏଠି ଆପଣଙ୍କୁ ଆପଣ ୟୁଜର୍ ଯେଉଁ ଅଛି ସେଠି ଲଗ୍ଇନ୍ କରିନେବେ। ଲଗ୍ଇନ୍ କଲା ପରେ ଏଠି ଆପଣ ସଭା ତଳେ ଦେଖିପାରୁଥିବେ ପ୍ରଥମେ 1 2 3ଟା କିଛି ବି ମାରିବେନି। ସଭା ତଳେ ଦେଖିପାରୁଥିବେ ITI ରେଜଲ୍ଟ। ସେ ରେଜଲ୍ଟ ଉପରେ ଆପଣ କ୍ଲିକ୍ କରିନେବେ। ରେଜଲ୍ଟ ଉପରେ କ୍ଲିକ୍ କଲା ପରେ ଏଠି ଆପଣଙ୍କୁ ଦୁଇଟା ଅପସନ୍ ଦେଖିବାକୁ ମିଳିଯିବ। ସରି ଟିକେ ନେଟ୍ ଟିକେ ସ୍ଲୋ ରହୁଛି। ଏଠି ଆପଣଙ୍କୁ ଦୁଇଟା ଅପସନ୍ ମିଳିଯିବ। ଏଠି ହେଉଛି ଆପଣଙ୍କର PRN ନମ୍ବର ଦେବାକୁ ପଡ଼ିବ। ଆଉ ତଳଟି ହେଉଛି ଆପଣଙ୍କର DOB ଦେବାକୁ ପଡ଼ିବ। ଡେଟ୍ ଅଫ୍ ବାର୍ଥ ଦେବାକୁ ପଡ଼ିବ। ଡେଟ୍ ଅଫ୍ ବାର୍ଥ ଦେଲା ପରେ ଏଠି ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟି ଡାଉନଲୋଡ଼୍ କରିପାରିବେ। ଏଠି ଆପଣ PRN ନମ୍ବର ଆଉ ଡେଟ୍ ଅଫ୍ ବାର୍ଥ ଆପଣ ଦେଲା ପରେ ଏପରି କିଛି ପଳେଇ ଆସିବ। ଯେଉଁ ରହିଲା ଏ ଯେଉଁ 3 ଟିକିଆ ଗାର ରହିଲା ଆ ଉପରେ ଆପଣ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଏଠି ଆପଣ ଦେଖିପାରୁଥିବେ CBT ଏକ୍ଜାମିନେସନ୍ ଗୋଟେ ଅଛି। ସେଇ CBT ଏକ୍ଜାମିନେସନ୍ ଉପରେ ଆପଣ କ୍ଲିକ୍ କରିନେବେ। ଏଠି କ୍ଲିକ୍ କଲା ପରେ ଆପଣଙ୍କୁ ଏପରି ପଳେଇ ଆସିବ। ତାପରେ ଏଠି ଆପଣଙ୍କୁ এই 3 ଟିକିଆ ଡଟ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। 3 ଟିକିଆ ଡଟ୍ ଉପରେ ଏଠି କ୍ଲିକ୍ କଲା ପରେ ଡାଉନଲୋଡ୍ ହଲ୍ ଟିକେଟ୍। ଡାଉନଲୋଡ୍ ହଲ୍ ଟିକେଟ୍ କଲା ପରେ ଏଠି ଆପଣଙ୍କର ସକ୍ସେସଫୁଲି ଡାଉନଲୋଡ୍ ହେଇଯିବ ହଲ୍ ଟିକେଟ୍ଟି।